ଯେଉଁମାନେ ବି ଆଇଟିରେ ଜବ୍ କରୁଛନ୍ତି ତ ବହୁତ ପିଲା କ'ଣ କରୁଛନ୍ତି ବହୁତ ମାନେ ଭିତର ଜିନିଷ ମାନେ ପ୍ରକୃତ ଯେଉଁଟା ଆଇଟି ହର୍ସ ରିଆଲିଟି ଯାହାକୁ କହନ୍ତି ତ ପ୍ରକୃତ ସେଇଟା ବହୁତ ପିଲା ଜାଣିନାହାନ୍ତି କି ମେଜର ତୁମେ ଯେଉଁ ଭାବୁଛ କି ଆଇଟି ସେକ୍ଟରରେ ବହୁତ ସାଲାରୀ ଅଛି ଆଇଟି ସେକ୍ଟରରେ ସାଲାରୀ ଯେଉଁ ପାଉଛନ୍ତି ବହୁତ ପିଲା କିଛି କରୁନାହାନ୍ତି ତ ବହୁତ ପ୍ରକାର ଜିନିଷ ଦେଖ ତୁମେ 12 ଘଣ୍ଟା 14 ଘଣ୍ଟା କାମ କଲେ ଆଇଟି ସେକ୍ଟରରେ ତୁମେ ଭାବୁଛ ଯଦି ତୁମକୁ ପ୍ରମୋସନ୍ ତୁମକୁ ଫାୟାରିଂ ହେବନି ତୁମକୁ ପ୍ରମୋସନ୍ ମିଳିଯିବ ତୁମକୁ ଅଧିକ ପ୍ରାୟୋରିଟି କମ୍ପାନୀ ଦେଉଛି ତ ସେଇଟା ତୁମେ ଭାବିବା ଠିକ୍ କଥା ନୁହଁ କାହିଁକିନା ତୁମେ ଦେଖ ତୁମେ ତୁମେ ବିଲିଭ୍ କରିବନି 100% ତ ଦୂରର କଥା 150% ପିଲା ଏମ୍ପ୍ଲୟ ଦେଇକିରି ବି ପିଲା କମ୍ପାନୀରୁ ସେ ପିଲାଙ୍କୁ ଫାୟାର କରାଯାଉଛି ତ ତୁମେ 200% 300% ତୁମର ଦେଲେ ବି ତୁମେ କିଛି ବି ଫାଇଦା ନାହିଁ ଯେଉଁଦିନ କମ୍ପାନୀ ତୁମକୁ ଫାୟାର କରିବାର ଥିବ ସେଦିନ ତୁମକୁ କମ୍ପାନୀ ଫାୟାର କରିବ ଯଦି ତ କମ୍ପାନୀର କଷ୍ଟ କଟିଂ କରିବାର ଅଛି ଯଦି କମ୍ପାନୀ ଏମ୍ପ୍ଲୟିଙ୍କି ରେଜିନେସନ୍ ଦେବାର ଇଚ୍ଛା ଅଛି କମ୍ପାନୀ ଏମ୍ପ୍ଲୟିଙ୍କି ମାନେ ବହୁତ ଫାୟାରିଂ ତାଙ୍କ ଯେଉଁ ପ୍ରୋସେସ୍ ହିସାବରେ ଇନଭେଷ୍ଟର ମିଳିଲେନି ବହୁତ ପ୍ରକାର ଫ୍ୟାକ୍ଟର ଥାଏ କମ୍ପାନୀ ଗୋଟେ ଫାୟାରିଂ କରିବାର ଯଦି ତୁମେ ଭାବୁଛ କି ଆମେ 9 ଘଣ୍ଟା 9 ଆୱାର ମାଣ୍ଡାଟୋରୀ ଆମେ 12 ଆୱାର 10 ଆୱାର କରିଦେବୁ ତ ଆମର ଜବ୍ ବଞ୍ଚିବ ସେଇଟା ନୁହଁ ତାପରେ ଆଜିକାଲି କ'ଣ ହେଉଛି ତ ବହୁତ ପିଲା କ'ଣ କରୁଛନ୍ତି ତାଙ୍କ ବସ୍ ଯିଏ ତାଙ୍କର ମ୍ୟାନେଜର ହେଉ କି ତାଙ୍କର ଯେଉଁ ସିନିୟର ଲିଡ଼ର ଯେଉଁମାନେ ଅଛନ୍ତି ତାଙ୍କୁ ଇମ୍ପ୍ରେସ୍ କରିବା ପାଇଁ ସେମାନେ ଟ୍ରାଏ କରୁଛନ୍ତି କି ଆମେ ଇମ୍ପ୍ରେସ୍ କଲେ ବେଟର୍ ହେବ କି ଆମକୁ ଆମ ଜବ୍ ସେଫ୍ ହେଇଯିବ କି ଆମକୁ ମାନେ ସେମାନେ ଆମକୁ ହେଲ୍ପ କରିବେ କି ଯେତେବେଳେ ଫାୟାରିଂ ହେବ ତ ସେମାନେ ଆମକୁ ହେଲ୍ପ କରିବେ ସେଇଟା ମ୍ୟାଟର୍ କରୁନି କାହିଁକିନା ତୁମେ ଯେଉଁ ଭାବୁଛ କି ଆମେ କାହାକୁ ଇମ୍ପ୍ରେସ୍ କଲେ କି କାହାକୁ ଆମେ ମାନେ ଭଲ ସୋ ଅପ୍ କରେଇଲେ ବହୁତ ପିଲା ଆଜିକାଲି କ'ଣ କରୁଛନ୍ତି ନା କାମ କମ୍ କରୁଛନ୍ତି କିନ୍ତୁ କଥା କହୁଛନ୍ତି ଅଧିକ ଯେମିତି ଆମ ଅଫିସରେ ବି ଅଛନ୍ତି ବହୁତ ପିଲା ତ ସେମାନେ କାମ ଆକ୍ଚୁଆଲି ଦେଖିବାକୁ ଗଲେ ସେ କିଛି କରୁନାହାନ୍ତି କିନ୍ତୁ ସିଏ ଏମିତି ସୋ ଅପ୍ କରିବେ କି ଯେମିତି ମାନେ କମ୍ପାନୀର ସବୁ କିଛି ଜିନିଷ ସିଏ ହିଁ ହ୍ୟାଣ୍ଡେଲ୍ କରୁଛନ୍ତି ସିଏ ସବୁ କମ୍ପ୍ଲିଟ୍ କରିଦେଉଛନ୍ତି ଆଉ କେହି କିଛି କରୁନାହାନ୍ତି ତ ବିଲିଭ୍ କରିବନି ସେମିତି ଆଇଟି ସେକ୍ଟରରେ ବହୁତ ପିଲା ଅଛନ୍ତି ଯେଉଁଟା ତୁମେ ସେ ସ୍କିଲ୍ ତୁମ ପାଖରେ ଯଦି ଥିବ ବେଟର୍ ତୁମେ ଭଲ ମିଶିକିରି ତୁମ ସିନିୟର ମାନେ ଯେଉଁମାନେ ତୁମର ରିପୋର୍ଟିଂ ମ୍ୟାନେଜର ହୁଅନ୍ତୁ ଇଞ୍ଜିନିୟରିଂ ମ୍ୟାନେଜର ତୁମର ଯିଏ ବି ପର୍ଟିକୁଲାର ରିପୋର୍ଟିଂ ମ୍ୟାନେଜର ହୁଅନ୍ତୁ ତ ତାଙ୍କ ସହିତ ତୁମର ଯଦି ବଣ୍ଡିଙ୍ଗ ଥିବ ତୁମେ ନେଇ ଆଣି ଥୋଇପାରିବ ସେ ଜିନିଷ ଚଳିବ କିନ୍ତୁ ସବୁ ଜିନିଷରେ ତୁମେ କାହାକୁ ତୁମେ କାହା ଗୋଡ଼ ଚାଟିକି ତୁମେ ଉପରକୁ ଉଠିବ ସେଇଟା ମ୍ୟାଟର୍ ନୁହଁ ମେନ୍ ହେଲା ତୁମେ ସ୍କିଲ୍ ଡେଭଲପ୍ କର ଦେଖ ଇଣ୍ଟରନାଲ୍ ଟିମ୍ ଭିତରେ ବହୁତ କିଛି ଜିନିଷ ଥାଏ ଯେମିତି ହେଲା କି ଆମର 9 ଆୱାର ମାଣ୍ଡାଟୋରୀ 10 ଆୱାର ମାଣ୍ଡାଟୋରୀ ତ ବହୁତ ପିଲା କ'ଣ କରୁଛନ୍ତି 9-10 ଆୱାର କାମ କରୁନାହାନ୍ତି ସେମାନେ କ'ଣ କରୁଛନ୍ତି ତାଙ୍କର ମ୍ୟାନେଜର ସହିତ ଭଲ ସେମାନେ ଯାଉଛନ୍ତି ତାଙ୍କର 5-6 ଆୱାର ତାଙ୍କର ଯେଉଁ ବି କାମ ପଡ଼ିଲା ସିଏ କ'ଣ କଲେ ପଳେଇ ଆସିଲେ ଆହୁରି ବହୁତ ପିଲା ଅଛନ୍ତି ସେମାନେ କ'ଣ କରୁଛନ୍ତି 9 ଆୱାର 10 ଆୱାର ମାଣ୍ଡାଟୋରୀ କରୁଛନ୍ତି ତାଙ୍କୁ ଯେତିକି ଜିନିଷ ମିଳୁଛି ଆଙ୍କୁ ବି ସେତିକି ଜିନିଷ ମିଳୁଛି ତାଙ୍କର ଯେଉଁ ସାଲାରୀ ଆସୁଛି ଆଙ୍କର ବି ସେଇ ସାଲାରୀ ଆସୁଛି ତ ଡିଫରେନ୍ସ କିଛି ନାହିଁ ଏଇଆ ତୁମେ ତୁମ ମ୍ୟାନେଜର ସହିତ କ୍ଲୋଜ୍ ତୁମେ 5 ଘଣ୍ଟା 6 ଘଣ୍ଟାରେ ପଳେଇ ଆସିବ ତୁମ ମ୍ୟାନେଜର କିଛି କହିବେନି ଗୋଟେ ଦିନ କହିବେନି 2 ଦିନ କହିବେନି ଯେତେବେଳେ ତୁମର ଗୋଟେ ଟ୍ରାକ୍ ରେକର୍ଡ଼ ହେବ ଦେଖ ତୁମେ ଜଣଙ୍କ ସହିତ ତୁମେ ଜଣଙ୍କୁ ରିପୋର୍ଟ କରୁଛ ତୁମେ ଜଣଙ୍କ ସହିତ ଚିହ୍ନା ପରିଚୟ ଅଛ କିନ୍ତୁ ଯେତେବେଳେ ଗୋଟେ କମ୍ପାନୀ ଫାୟାରିଂ କରୁଛି କମ୍ପାନୀ ସିଇଓ ଯେତେବେଳେ ଡିସାଇଡ଼୍ କରୁଛି କି କମ୍ପାନୀର ଆମର 20 ଜଣଙ୍କୁ 30 ଜଣଙ୍କୁ ପର୍ଟିକୁଲାର ପିଲାଙ୍କୁ ଆମେ ଫାୟାର କରିବା ସେତେବେଳେ ତୁମର ଏଇ ଯେଉଁ ଇଞ୍ଜିନିୟରିଂ ମ୍ୟାନେଜର ରିପୋର୍ଟିଂ ମ୍ୟାନେଜର କେହି ତୁମର ଧରାଛୁଆଁ ଦେବେନି ଫାୟାରିଂ ବାଟରେ ତୁମେ ତୁମ ମ୍ୟାନେଜର ସହିତ କେମିତି ବଣ୍ଡିଙ୍ଗ କରୁଛ ସେଇଟା ତୁମ ବାଟରେ ତାପରେ ରହିଲା ତୁମେ ଯଦି ସ୍କିଲ୍ ଅପ୍ ନ କରିବ ତୁମେ ଯଦି ଜାଣିବନି ତୁମେ ହଁ ଗୋଟେ କମ୍ପାନୀରେ ତୁମେ ଏଇ ଯେଉଁ ଜିନିଷ କରିକି ତୁମେ ବଞ୍ଚିଯିବ କିନ୍ତୁ ଯେଉଁ ନେକ୍ସଟ କମ୍ପାନୀ ତୁମେ ସୁଇଚ୍ କରିବ ନେକ୍ସଟ କମ୍ପାନୀରେ କାମ କରିବ ନେକ୍ସଟ କମ୍ପାନୀରେ ଏ ଜିନିଷ ଥବ ବୋଲି କ'ଣ ଗ୍ୟାରେଣ୍ଟି ଅଛି ତାପରେ ବହୁତ ପିଲା ଏବେ ଭାବୁଛନ୍ତି ମାନେ ବହୁତ ଆଇଟି ସେକ୍ଟରରେ ଆମକୁ ସ୍କିଲ୍ ଅପ୍ କରିବାର ନାହିଁ ଆମକୁ ଗ୍ରୋ କରିବାର ନାହିଁ ତ ବହୁତ ପିଲା କ'ଣ କରୁଛନ୍ତି ଏବେ ବର୍ତ୍ତମାନ ନର୍ମାଲ ଜୋନ୍ରେ ଅଛନ୍ତି ହଁ ଭାଇ ଆମେ ପାଠ ପଢ଼ୁଛୁ ସେମିତି ଆମର ଚାଲିଥିବ ଆଇଟି ସେକ୍ଟର ବହୁତ ଦିନ ଏମିତି ଚାଲିଛି ବହୁତ ପିଲା ଆଗରୁ କରୁଥିଲେ ଆମେ ଏବେ କରୁଛୁ ତ ବହୁତ ସେମିତି ମାଇଣ୍ଡ ସେଟ୍ ତୁମେ ରଖନି ତୁମେ ଯେଉଁଟା ତୁମର ଇଣ୍ଟରେଷ୍ଟ ଅଛି ତୁମେ ଯେଉଁଟାରେ ତୁମେ ମାନେ ପାଠ ପଢ଼ିବାକୁ ଚାହୁଁଛ ପର୍ଟିକୁଲାର ତୁମେ ଯେଉଁ ସ୍କିଲ୍ ଉପରେ ମାନେ ତୁମେ ସ୍କିଲ୍ରେ କାମ କରୁଛ ତା ରିଲେଟେଡ଼୍ ଯାହା ବି ତୁମର ଆଗକୁ କ୍ୟାରିୟର ଗ୍ରୋ କରିବା ପାଇଁ ତୁମେ ଯାହା ପଢ଼ିବା କଥା ସେଇଟା ପଢ଼ିବାକୁ ଟ୍ରାଏ କର କାହିଁକିନା ତୁମେ ଭାବୁଛ କି ମାନେ ଏଇ ଯେଉଁ ସାଲାରୀ ଆସୁଛି ଏଇ ସବୁ କିଛି ଆମର କିନ୍ତୁ ବର୍ତ୍ତମାନ ସିଚୁଏସନ୍ ଆଇଟି ସେକ୍ଟରରେ ଏତେ ଇଜି ନୁହଁ କି ତୁମେ ଯେଉଁଟା ଜବ୍ କରୁଥିଲ ଠିକ୍ ଅଛି ତୁମେ ଜବ୍ କରୁଥିଲ ନର୍ମାଲ ଲାଇଫ୍ ବଞ୍ଚୁଥିଲ ଠିକ୍ ଅଛି ବର୍ତ୍ତମାନ ଏବେ ଆଇଟି ସେକ୍ଟର ବହୁତ ଡିଫିକଲ୍ଟ ହେଇଗଲାଣି ତୁମ ସ୍କିଲ୍ ଅପ୍ କରିବାର ଅଛି ତୁମେ ପଇସା ଖର୍ଚ୍ଚ କର ତୁମର କୋର୍ସ କିଣ ତୁମର ଯେଉଁଠି ବି ତୁମେ ଶସ୍ତା ହେଉ ଅଧିକ ପଇସା ହେଉ ତୁମର ଯାହା ରିଲେଟେଡ଼୍ ତୁମ ହେଲ୍ଥ ଇସ୍ୟୁ ବି ମାନେ
କୋର୍ସ ସହିତ ପଢ଼ାପଢ଼ି ସହିତ ତୁମେ ହେଲ୍ଥ ବି ଧ୍ୟାନ ଦିଅ, କାହିଁକିନା ଆଜିକାଲି ବହୁତ ତୁମେ ବିଲିଭ୍ କରିବନି ବଡ଼ ବଡ଼ ପୋଷ୍ଟରେ ପିଲାମାନେ ଅଛନ୍ତି, ଭଲ ଭଲ ପ୍ୟାକେଜରେ ଅଛନ୍ତି, କିନ୍ତୁ ତାଙ୍କର ହେଲ୍ଥ ଉପରେ ସେମାନେ ଏତେ ଧ୍ୟାନ ଦେଉନାହାନ୍ତି। କାହାର ଡାଇବେଟିସ୍ ବାହାରିଗଲାଣି, କାହାର ବ୍ଲଡ଼ ପ୍ରେସର ବାହାରିଗଲାଣି। ତ ହେଲ୍ଥ ଗୋଟେ ଜିନିଷ ଏମିତିଆ ଜିନିଷ, ୱାନ୍ସ ତୁମର ଖରାପ ହେବ ମାନେ ଜେନେଟିକ୍ ଇସ୍ୟୁ ଗୋଟେ ଅଛି, ହଁ ଘର ଲୋକଙ୍କର କାହାର ଦେହ ଖରାପ ଅଛି, ତୁମର ବାହାରିଲା, ସେଇଟା ଏଜ୍ ହେଲା ପରେ ବାହାରେ। କିନ୍ତୁ ଯଦି ତୁମେ କମ୍ ଏଜ୍ରେ ତୁମେ ଏ ଜିନିଷ ଗୁଡ଼ା ତୁମେ ଧ୍ୟାନ ନ ଦିବ, ତୁମେ ସାଲାରୀ ଦେଖ, ସାଲାରୀ ମ୍ୟାଟର୍ କରେନି, ତୁମେ ଆଜି ପାଉଛ କାଲି ପାଇବ ନ ପାଇବ, ତୁମର ଜବ୍ ଆଇ ଟି ସେକ୍ଟର କିଛି ମାନେ ଷ୍ଟେବୁଲ୍ ଜବ୍ ନୁହଁ। ତୁମେ ଆଜି ଜବ୍ ଅଛି କାଲି ଜବ୍ ନଥିବ, ତୁମେ ଜାଣିନ ତୁମର କାଲି କ'ଣ ହେବ, ତୁମ କମ୍ପାନୀ ଯିବ କି ନ ଯିବ, ତୁମେ ଲ୍ୟାପଟପ୍ ରିଟର୍ନ ତୁମେ ଘରେ ରହିକିରି କରିବ ନ କରିବ ସେଇଟା ମ୍ୟାଟର୍ ନାହିଁ। ମେନ୍ ଇମ୍ପୋର୍ଟାଣ୍ଟ ତୁମେ ହେଲ୍ଥ ଉପରେ ବି ଧ୍ୟାନ ଦେବାର ଅଛି। ତୁମେ ଅଫିସ୍ ଟାଇମ୍ ଯେଉଁ ବି 9 ଆୱାର୍ 10 ଆୱାର୍ ମାଣ୍ଡାଟୋରି ରହୁଛି, ତାକୁ ସାରିଲା ପରେ ତୁମେ ଆଟଲିଷ୍ଟ ତୁମ ୱାର୍କଆଉଟ୍ କିଛି କର। ଜିମ୍ ଯଦି ତୁମକୁ ଟାଇମ୍ ହେଉଛି ଜିମ୍ ଯାଅ, ନହେଲେ ତୁମେ ଘରେ ରହିକି ବି ୱାର୍କଆଉଟ୍ କରିପାରିବ। ତୁମେ ହେଲ୍ଥ ଇସ୍ୟୁ ତୁମର ନ ବାହାରିବା ପାଇଁ ତୁମେ କିଛି ୱାକ୍ କର, ଆଟଲିଷ୍ଟ ଲଞ୍ଚ ଟାଇମ୍ ହେଉ, ତୁମର ନାଇଟ୍ରେ ଖାଇବା ପରେ ତୁମେ କିଛି ୱାକ୍ କର କିଛି ସମୟ, 2 କିଲୋମିଟର 3 କିଲୋମିଟର ମାନେ ଏରିଆ ଭିତରେ ତୁମେ ଯେତିକି ବି ଏରିଆ ତୁମ ପାଖାପାଖି ଅଛି ଆଟଲିଷ୍ଟ ସେଇଟା ବି କଭର୍ କରିବାକୁ ଟ୍ରାଏ କର। ତାପରେ ରହିଲା ତୁମେ 3 ମନ୍ଥ 6 ମନ୍ଥକୁ ଥରେ ତୁମର ଗୋଟେ ଟେଷ୍ଟ କର ଦେହର, କି ତୁମର କ'ଣ କେମିତି ସବୁ କଣ୍ଡିସନ୍ ଠିକ୍ ଅଛି ନା ନାହିଁ, ସବୁ ପ୍ରକାର ବଡ଼ି ଟେଷ୍ଟ କରିପାରିବ। ତାପରେ ଆଜିକାଲି ପିଲା କ'ଣ କରୁଛନ୍ତି, ମନ ଇଚ୍ଛା ଖାଇବା ଖାଉଛନ୍ତି। ଆଜିକାଲି ଯେଉଁ ଖାଇବା ପିଇବା ଆମେ ଖାଉଛେ, ତ ଆଗକୁ ଯାଇକିରି ବହୁତ ଦେହ ଖରାପ ବି ହେଉଛି, କାହିଁକିନା କମ୍ ଏଜ୍ରେ ପିଲାଙ୍କର ହାର୍ଟ ଆଟାକ୍ ହେଇଯାଉଛି, କମ୍ ଏଜ୍ରେ ପିଲାଙ୍କ କିଡ଼ନୀ ଫେଲ୍ ହେଇଯାଉଛି, କମ୍ ଏଜ୍ରେ। ଦେଖ ତୁମ ପାଖରେ ପଇସା ଥିବ ମ୍ୟାଟର୍ ନାହିଁ, ହଁ ତୁମର ଆଜି ପଇସା ରୋଜଗାର କରୁଛ କାଲି କରିବ, ବହୁତ ପଇସା ରୋଜଗାର କରିବ, କିନ୍ତୁ ୱାନ୍ସ ତୁମର ଦେହ ଖରାପ ହେଲା ମାନେ ତୁମେ ଆଉ ସେକେଣ୍ଡ ଟାଇମ୍ ତୁମେ ଯେଉଁ ବଡ଼ିକି ତୁମେ ଭାବୁଛ ଆମେ ବହୁତ ଭଲ ଅଛୁ, ଆମ ଭିତରେ କ'ଣ ଚାଲିଛି ତୁମେ ଜାଣିନା। ବହୁତ ପିଲା କ'ଣ କରୁଛନ୍ତି, ବ୍ରେକଫାଷ୍ଟ ସ୍କିପ୍ କରୁଛନ୍ତି, ବହୁତ ପିଲା କ'ଣ କରୁଛନ୍ତି, ସ୍ନାକ୍ସ ସ୍କିପ୍ କରୁଛନ୍ତି, ବହୁତ ପିଲା ଲଞ୍ଚ ଡିନର୍ ଟାଇମ୍ରେ କରୁନାହାନ୍ତି, ଲେଟ୍ ନାଇଟ୍ ଶୋଇବା। ଆଇ ଟି ସେକ୍ଟର ଯେଉଁମାନେ ଜବ୍ କରୁଛନ୍ତି ତାଙ୍କର ଟାଇମିଂ କିଛି ନାହିଁ, କାହିଁକିନା 2ଟା ବେଳେ 3ଟା ବେଳେ ଶୋଇବେ, ସକାଳୁ ଉଠିକିରି ଅଫିସ୍ ଯିବେ, ତାପରେ ଆସିବେ, ବଡ଼ିକି ରେଷ୍ଟ ନାହିଁ, ଖାଇବା କେତେବେଳେ ଖାଉଛନ୍ତି କିଛି ଠିକ୍ ଠିକଣା ନାହିଁ। ତାପରେ ବହୁତ ପିଲା, ମୁଁ ବି ବ୍ରେକଫାଷ୍ଟ ଆଗରୁ କରୁନଥିଲି, ତ ମୁଁ ବ୍ରେକଫାଷ୍ଟ ସ୍କିପ୍ କରିଦେଉଥିଲି, ସ୍ନାକ୍ସ ବି କରୁନଥିଲି। ତ ମୋର ବି ବହୁତ ମଝିରେ ଆକ୍ଚୁଆଲି ମୋତେ ଜଣାପଡ଼ୁନଥିଲା, କିନ୍ତୁ ଭିତରେ ଭିତରେ ତୁମର ଯେଉଁ ବଡ଼ି ମାନେ ତୁମେ ଗୋଟେ ଖାଇବା ଗୋଟେ ମେସିନ୍, ତୁମେ ଯେମିତି ତୁମେ ବି ଚାଲୁଛ, ତୁମେ କିଛି ଖାଇବା ତୁମ ପାଖରେ ପଡ଼ିଲା ପରେ ତୁମେ ଚାଲୁଛି, କିନ୍ତୁ ଭିତରେ ଆମର ଯେଉଁ ମେସିନ୍ଟା ଅଛି ତା ଭିତରେ ଯଦି ଖାଇବାଟା ପଡ଼ିବନି ତ ସିଏ ବି ଗୋଟେ କ୍ରାଙ୍କ ଲାଗିଲା ଭଳିଆ, ଜଙ୍କ ଲାଗିଲା ଭଳିଆ ସିଏ ବି ଗୋଟେ ହେଇଯାଉଛି। ତ ଦେନ୍ ଖାଇବାଟା ତା ଭିତରେ ପଡ଼ିଲା ପରେ ତାପରେ ସେ ଯାଇ ରୋଟେଟିଂ କରୁଛି, ଫଙ୍କସନ୍ କରୁଛି, ଦେନ୍ ତୁମର ବଡ଼ି ଫଙ୍କସନ୍ କରୁଛି। ତ ସେଇଭଳିଆ ସବୁ ଜିନିଷ, ତୁମକୁ ଯଦି ସାଲାରୀ ଆସିବନି ତୁମେ କାମ କରିବ କାହିଁ। ଗୋଟେ ଖାଇବା ତୁମ ମେସିନ୍, କି ଏ ଯେଉଁ 2ଟା ମେସିନ୍ ଲାଗିଛି ଆମ ବଡ଼ିରେ 2ଟା ପାର୍ଟ ଅଛି, ଯଦି ଖାଇବା ପଡ଼ିବନି ତାହେଲେ ଆମେ ରୋଟେଟ୍ କେମିତି କରିବା। ତ ସବୁ ଜିନିଷ ତୁମକୁ ଧ୍ୟାନ ଦେବାକୁ ପଡ଼ିବ କର୍ପୋରେଟ୍ ସେକ୍ଟରରେ। ତ ଏଇ ଥିଲା ଭିଡ଼ିଓ, ଆଶା କରୁଛି ଭିଡ଼ିଓଟା ଆପଣଙ୍କୁ ଭଲ ଲାଗିବ। ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ ମୋ ଚ୍ୟାନେଲକୁ, ମୋତେ ମୋଟିଭେଟ୍ ଲାଗିବ ଭିଡ଼ିଓ ବନେଇବାକୁ। ଥ୍ୟାଙ୍କ ୟୁ।